ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ଟୁ ଆୱାର ମିନି ବ୍ଲଗ୍। ଆମେ ଆଜି ଆସିଛୁ ରାୟଗଡ଼ା ମା ମଝିଘରିଆଣୀ ମନ୍ଦିରକୁ। କେବେ ଆସିନଥିଲୁ, ଆଜି ଫାଷ୍ଟ ଟାଇମ୍ ଆସିଛୁ। ବହୁତ କିଛି ଶୁଣିଛୁ ମାଙ୍କ ବିଷୟରେ, ବଟ୍ କେବେ ଆସିକି ନିଜେ ଦେଖିନଥିଲୁ। ଆଜି ଆସିଛୁ, ଚାଲନ୍ତୁ ଦେଖିବା କେମିତି କଣ। ମୁଁ ଏଇ ମନ୍ଦିରକୁ ଆସିଲା ପରେ ଯାହା ଜାଣିବାକୁ ପାଇଲି, ଯାହା ଦେଖିଲି, ଆପଣମାନେ ଯଦି ଜାଣିବା ପାଇଁ ଚାହୁଁଛନ୍ତି, ଏଇଠାକୁ ଆସିବା ପାଇଁ ଚାହୁଁଛନ୍ତି, ତାହେଲେ ଜଲ୍ଦି ଜଲ୍ଦି ଯାଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ମୁଁ ଆପଣଙ୍କୁ ସବୁ ଡିଟେଲ୍ସରେ ଜଣେଇବି। ପୁରା ମନ୍ଦିର ଭିତରକୁ ମୋବାଇଲ ଏଲାଉ କରୁନାହାନ୍ତି। ବାହାରେ ଯାହା କିଛି ଅଛି, ଯୋଉଠିକି ଯାଏ ମୋବାଇଲ ଏଲାଉ ହେଇପାରିବ, ସେତିକି ଯାଇ ମୁଁ ଆପଣମାନଙ୍କୁ ଦେଖେଇବି। ଆଉ ଯାହା ଏଇଠି ଜାଣିବାକୁ ପାଇଲୁ, ଯାହା କିଛି ଶୁଣିଲୁ ଲୋକଙ୍କ ପାଖରୁ, ଯାହା କିଛି ଜାଣିଲୁ, ମୁଁ ଆପଣଙ୍କୁ ଡିଟେଲ୍ସରେ ଜଣେଇଦେବି। ଲୋକମାନେ ବିଶ୍ୱାସ କରନ୍ତି ମାଙ୍କୁ। ଭକ୍ତି ସହିତ ପୂଜା କଲେ ସମସ୍ତ ମନୋକାମନା ପୂରଣ ହୁଏ। ମନ୍ଦିରରେ ଆଦିବାସୀ ପ୍ରଥା ଓ ହିନ୍ଦୁ ପାରମ୍ପରିକ ପୂଜା ପ୍ରଣାଳୀର ଏକ ମିଶ୍ରଣ ଦେଖିବାକୁ ମିଳେ ଏଇଠି। ଏଠାରେ ଦଶହରା ପର୍ବ ବହୁତ ଧୁମଧାମରେ ପାଳନ କରାଯାଏ। ଏହି ସମୟରେ ହଜାର ହଜାର ଭକ୍ତ ଆସି ମାଙ୍କୁ ଦର୍ଶନ କରିକି ଯାଆନ୍ତି। କୁହାଯାଏ କି କଥା ଅନୁସାରେ ଗୋଟିଏ ଚାଷୀ ଜମି ଚାଷ କରୁଥିବା ବେଳେ ମାଙ୍କର ମୂର୍ତ୍ତି ମିଳିଥିଲା। ପରେ ଗ୍ରାମବାସୀମାନେ ସେଠି ମନ୍ଦିର ନିର୍ମାଣ କରି ପୂଜା ଆରମ୍ଭ କଲେ। ଆଉ ଗୋଟିଏ କଥା ଅନୁସାରେ ମା ଏଠାରେ ଶକ୍ତିର ରୂପରେ ପ୍ରକାଶ ହୋଇଥିଲେ ଏବଂ ସେହିଥିରୁ ଏହା ଶକ୍ତିପୀଠ ଭାବେ ପରିଚିତ ହେଲା। କୁହାଯାଏ କି ମା ମାଝି ଘରିଆଣୀକୁ ଏଠାରେ ଗ୍ରାମ ଦେବୀ ଭାବରେ ପୂଜା କରାଯାଏ। ମାଝି ଶବ୍ଦର ଅର୍ଥ ମଧ୍ୟଭାଗରେ ଥିବା ଏବଂ ଘରିଆଣୀ ଅର୍ଥ ଘରର ରକ୍ଷକ। ପୁରାତନ କାଳରେ ଏହି ଅଞ୍ଚଳର ଲୋକମାନେ ବିଶ୍ୱାସ କରୁଥିଲେ ଯେ ମା ଗ୍ରାମର ମଧ୍ୟଭାଗରେ ବସି ସମସ୍ତଙ୍କୁ ସୁରକ୍ଷା ଦେଉଛନ୍ତି। ଇଏ ହେଉଛି ରାୟଗଡ଼ା ଡିଷ୍ଟ୍ରିକ୍ଟର ମା ମାଝି ଘରିଆଣୀ ମନ୍ଦିର, ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ ମଧ୍ୟରୁ ଗୋଟିଏ। ହଁ, ଆଉ ଗୋଟେ କଥା ବି ଜାଣିବାକୁ ପାଇଲୁ, ଏଇଠାରେ ପଶୁବଳି ପ୍ରଥା ବି ଆଜି ଯାଏ ଚାଲି ଆସୁଛି। ଆମକୁ ତ ବହୁତ ଭଲ ଲାଗିଲା ଏ ମନ୍ଦିର ବୁଲିକି। ଆପଣମାନେ ଯଦି ଆସିବା ପାଇଁ ଚାହୁଁଛନ୍ତି, ତାହେଲେ ଆସିକି ବୁଲିକି ଯାଆନ୍ତୁ। ଠିକ୍ ଅଛି, ଭିଡ଼ିଓ ଯଦି ଭଲ ଲାଗିଥାଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଟାଟା, ବାଏ, ଟେକ୍ କେୟାର।